तुम्भर महिमा प्रभु किए कहिब विस्तारी दुख नाचन हे आज्ञा चतुर्मुख तिनि नेत्र परा सहस्र लोचन दुख नाचन हे कहते केते हिंकाल हन जीव लेखन दुख नाचन हे एबे पंडित मंडली मोर हे सुनिब देई मन दुख नाचन हे दुई चारि घड़ी पाला आलोचन दुख नाचन हे आउ आनंद मनरे हरि बोल हुल हुली दुख नाचन ए हे बसी देउथिब बर परा पंडित मंडली दुख नाचन हे आउ हरि बोल हुल हुली आज एक स्वरे हेब दुख नाचन हे वीर दरबार गोटी परा उछुली पड़िब दुख नाचन हे भगवान विष्णु पाखरे विश्व नियंता विश्व पिता पाखरे समस्त देवता माने ब्रह्मा को आगुसार करी बापा डाकी भगवान को भगवान कहले हे देवता मंडली मु कौन करी ब्रह्मा परा निजे बर देइछंती हाँ ब्रह्मा निजे बर देइछंती ना प्रभु सबुठु बड़ कथा हला ये भगवान शिव वर्तमान मासे सतींकर शव को धरी कांधरे पृथ्वी भ्रमण करुछंती आपण न चाहिले पृथ्वी रहिबो ना समस्त देवता मानकर कथारे विष्णुकर चक्र सुदर्शन कला गमन कला गमन सतींक शरीर खंड खंड रे भगवान विष्णुकर सुदर्शन चक्र गला सतींक शरीर को खंड खंड कला सारे केते खंड कला खंड खंड अन्य मनस्क हेले की नाई देखिबा सतींकर शरीर को चक्र जो काटिला केते खंड कला बाबूरे सतींकर शरीर को ये सुदर्शन चक्र मौसा 51 खंड कला शरीर अच्छा अच्छा आमे तो एतिकी अच्छी पुणी जदि कथा ए भाई पुणी कहलो कथा शुभ नहीं चलंतु सतींग शरीर को 51 खंड है भारत वर्ष रे विभिन्न स्थान रे से खंड मान पड़ा गोटाए गोटाए पंडित मंडली शक्ति पीठ सृष्टि भारत वर्ष रे कई कई कंती 52 खंड कई कई 51 खंड कई कई 64 खंड कई कई कंती 108 खंड कौन करिवो को हाँ को मतरे जीव ये सीधा सीधा गले केमिति हबो ना ये जो सतींग शरीर आज्ञा भारत वर्ष रे 51 खंड होई पड़िला हाँ हाँ ओडिशा रे आज्ञा 2 खंड पड़िला सारे सतींकर को खंड पड़िला ओडिसा रे को जगह रे ओडिशा रे 2 खंड पड़िला आज्ञा सतींकर को जगह पड़िला मौसा
ସେଇ ମା ସତୀଙ୍କର ନାଭି କମଳ ପଡିଲା ବୈତରଣୀ ନଦୀ କୂଳରେ। ନାଭି ପଡିବାରୁ ସେ କ୍ଷେତ୍ରର ନାମ ନାଭି କ୍ଷେତ୍ର ହେଲା। ହେଲା ଏଠି ଠାକୁରାଣୀ କିଏ? କିଏ ଆଁ? କିଏ କହିଲା ନାଭି କ୍ଷେତ୍ର ଯାଜପୁର ନାଭି କ୍ଷେତ୍ର ଯାଜପୁର ଆରେ ବନ୍ଦିତ ଯେ ଉତ୍କଳର ବନ୍ଦିତ ଯେ ଉତ୍କଳର ଆରେ ଅଧିଷ୍ଠାତ୍ରୀ ବିଜୟୀ ଶକ୍ତି ବିରଜା ଅଧିଷ୍ଠାତ୍ରୀ ମୂଷାମାନ ମୁଁ କହିଥିଲି ପ୍ରଥମ ଦିନ କୌଣସି କଥା ହୁଗୁଳା ରହିବନି, କିଏ କିଏ ଖିଲିଣି ପକେଇବ। ନା ନାଭି ପଡିଲା ଆପଣ ମାନଙ୍କର ବୈତରଣୀ ନଦୀ କୂଳରେ, ନଦୀ କୂଳରେ ଯୋଉଠି ପୂଜା ପାଉଛନ୍ତି ମା ବିରଜା। ବାବା ଆଉ ଗୋଟାଏ ଖଣ୍ଡ ପଡିଲା, କୋଉଠି କୋଉ ଜାଗାରେ ଆଉ ଗୋଟାଏ ଖଣ୍ଡ ପଡିଲା। ସତୀଙ୍କର କୋଉ ଜାଗା ପଡିଲା? ଆଉ କହିଲେ ସାଗରସ୍ୟ ଉତ୍ତର ତୀରେ ମହାନଦୀସ୍ତୁ ଦକ୍ଷିଣେ ସପ୍ରଦେଶ ପୃଥିବ୍ୟା ସର୍ବାତ୍ରିଥ ଫଳ। ସାଗରସ୍ୟ ଉତ୍ତର ତୀରେ, ସାଗରର ଉତ୍ତରରେ ମହାନଦୀସ୍ତୁ ଦକ୍ଷିଣେ, ଆଜ୍ଞା ମହାନଦୀର ଦକ୍ଷିଣରେ। ବାପା ଆଜ୍ଞା ଏବେ ଆଜି ଯୋଉ ଆପଣ ମାନଙ୍କର ଏ ପବିତ୍ର ପୁଣ୍ୟ ଧାମ ଯାଇଥିଲି ନୀଳମାଧବ କ୍ଷେତ୍ର, ସେଇଠୁ ଗୋଟେ ବହି ଆଣିଲି। ଡକ୍ଟର ଭରତଚନ୍ଦ୍ର ଦାସ, ଭାରତ ଭୂଷଣ ଦାସ ଆଜ୍ଞା ଗୋଟେ ବହି ଲେଖିଛନ୍ତି। ସେଇଠି ସେ ପୂଜକ ବାବୁ କହିଲେ 180 ଟଙ୍କା ସାର୍ ବହିଟିର ଦାମ। ସେ ବହି ଆଣିଲା ପରେ ଆଜ୍ଞା କିଛି ସମୟ ଆଜି ଏ ବସା ଘରେ ରହି ଦେଖୁଥିଲି। ହଁ ହଁ ଆମେ ଭାରତ ବର୍ଷର ସେ କ୍ଷେତ୍ର ପୁରୀ କ୍ଷେତ୍ର କହୁଥିଲା ବେଳେ ବେଳେ ଭାରତ ଭୂଷଣ ଡକ୍ଟର ଭାରତ ଭୂଷଣ ଦାସ ମହୋଦୟ ଆଜ୍ଞା ଆପଣ ମାନଙ୍କର ଏଇ ନୀଳମାଧବ କ୍ଷେତ୍ରକୁ ସେ କ୍ଷେତ୍ର ଦର୍ଶାଇଛନ୍ତି। ଆଜ୍ଞା ଦେଖନ୍ତୁ ଆଜ୍ଞା, ହଁ କାହିଁକି କାହିଁକି? ନା ଭଗବାନ ନୀଳମାଧବ ହଁ ହଁ ଏ ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି। ଅଛନ୍ତି ସତ ନା ବାପା ମିଛ? ସତ ଆଜ୍ଞା ର ଭଗବାନ ନୀଳମାଧବ ଅଛନ୍ତି। ହେଲା ଆଉ ଇଏ ହଉଛି କୁଆଡେ ଗୁପ୍ତ କ୍ଷେତ୍ର। ବାବା ସକଳ ତୀର୍ଥ ଯେ ନିହାରି ଏବେ ନୀଳକଣ୍ଡରେ ବିଜେ କରି ନୀଳକଣ୍ଡରେ ବିଜେ କରି ନୀଳକଣ୍ଡରେ ବିଜେ କରି ଆଉ ଏ ମନ୍ତେ ନୀଳାଦ୍ରି ମହିମା ଦେବାକୁ ନାହିଁ ନା ଉପମା ଦେବାକୁ। ଜ୍ଞାନୀ ମଣ୍ଡଳୀ, ସେଇ ଯୋଉ କ୍ଷେତ୍ର, ସେ କ୍ଷେତ୍ର ଆପଣ ମାନଙ୍କର ମୁଁ କହୁଥିବା କ୍ଷେତ୍ର, ତାହା ହଉଛି ପତିତ ପାବନ ପୁଣ୍ୟ ଧାମ ଧାମ ପୁରୀ କ୍ଷେତ୍ର। ଆଜ୍ଞା ଆଁ? ଆଜ୍ଞା ସିନ୍ଧୁ ତଟେ ଶ୍ରୀପୁର ତମ
ତମ କ୍ଷେତ୍ର ରାଜ ସିନ୍ଧୁ ତଟେ ଶ୍ରୀପୁରୁଷ ସାଧୁର ଆପଣଙ୍କର ଏ ସ୍କନ୍ଦ ପୁରାଣରେ ବ୍ୟାସ ମହାରାଜ କହିଲେ ସାଗରସ୍ୟ ଉତ୍ତର ତୀରେ ସାଗରର ଉତ୍ତରରେ କବି ସମ୍ରାଟ ଭଞ୍ଜ ସୁଭଦ୍ରା ପ୍रणୟରେ କହିଲେ ସିନ୍ଧୁ ତଟେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ରାଜ ଏଠି କୋଉଠି ପର୍ଟିକୁଲାର କରାହି ନାହିଁ ନାଇଁ ଆଜ୍ଞା ସାଗର କହିଲେ ଏଠି ଖଟକୁଲାର କରାଯାଇଛି ପର୍ଟିକୁଲାର ନାହିଁ ଖଟକୁଲାର ଏଠି ସାଗର କହିଲେ ଆଜ୍ଞା ଯାହାର ପାଦ ଧୌତ କରୁଛି ବଙ୍ଗୋପସାଗର ସାଗର ହଁ ଆଜ୍ଞା ତା ନାଁ କଣ କଣ ମହୋଦଧି ବାବା ସେଇ ପୁଣ୍ୟ ମହୋଦଧି କୂଳେ ହଁ। ସାଗରସ୍ୟ ଉତ୍ତର ତୀରେ ମହାନଦୀସ୍ତୁ ଦକ୍ଷିଣୀ ହଁ। ମହାନଦୀର ଦକ୍ଷିଣ ଭାଗରେ ହେଲା। ସପ୍ରଦେଶ ଛ ସେହି ପ୍ରଦେଶ ବସ୍ ପୃଥିବୀରେ ପୁଣ୍ୟ ଧାମ ବାବା ବାପା ସେଇଠି ପଡିଲା ଆଉ ଗୋଟା ଖଣ୍ଡ ଖଣ୍ଡ କୋଉଠି କୋଉଠି? ସେଇ ସ୍କନ୍ଦ ପୁରାଣ ବ୍ୟାସ ମହାରାଜ ଚାଲ ସବୁ ନେଲେ ପାଲା ହବ। ପାଲା ହବ। ତମେ ତ ନେଇ ପାରୁନ ସାନ ଭାଇ ହଁ କେମିତି ହବ କୋଉଦିନ ଆଉ ନବ ବେଶୀ ତୁଳସୀ କହିଲେ ଭାରତ ଉତ୍କଳ ଦେଶେ ବିମଳା ପୁରୁଷୋତ୍ତମେ ଜଗନ୍ନାଥ ସ୍ତୁ ଭୈରବ ଭାରତ ଉତ୍କଳ ଦେଶରେ ବିମଳା ପୁରୁଷୋତ୍ତମେ ତମେ ସେଠି ପୂଜା ପାଉଛନ୍ତି କିଏ ନା ବିମଳା 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 କୋଉଠି ବିମଳା କୋଉଠି ଗେଡରେ ଆଜ୍ଞା ଏ ବିମଳା କିଏ ବିମଳା କମଳା ଭଉଣୀ ଆଜ୍ଞା ପାଣୁଆ ଝିଅ କଥା କହୁଛନ୍ତି ସେ ଆଜ୍ଞା ଏଠି ଏବେ ବେପାର କରୁଛି ଗେଡ ଜଟଣୀରେ କଦଳୀ ବେପାର ସିଆଡେ ଆଉ ଟାଣେ ନା ନାଇଁ ଏ ବିମଳା ବିମଳା ଆପଣ ମାନଙ୍କର ଆଉ ଗୋଟା ଶ୍ଲୋକ ବୋଲୁଛି କହିଲେ ବଟସ୍ୟ ପଶ୍ଚିମ ଭାଗେ ବିମଳା ବିମଳ ପ୍ରଭା ଦସ୍ୟ ଦର୍ଶନ ମାତ୍ରେ ବିଦ୍ୟାବାନ ଜାୟତେ କ୍ଷେତ୍ରରେ ବାପା ଏଇ ଯୋଉ 51 ଖଣ୍ଡରୁ 2 ଖଣ୍ଡ ଆପଣଙ୍କ ଓଡିଶାରେ ପଡିଲା ଗୋଟେ ପଡିଲା ଯାଜପୁରରେ ବୈତରଣୀ ନଦୀ କୂଳରେ ମା ବିରଜା ତା ପଡିଲା ନାଭି କିନ୍ତୁ ଶ୍ରୀକ୍ଷେତ୍ରରେ ଯୋଉ ଖଣ୍ଡକ ପଡିଲା ତା ନାଁ କଣ କଣ ନା ପଣ୍ଡିତ ମଣ୍ଡଳୀ ଏଠାରେ ଏବେ ଯେ 2ଟି କଥା ତ ଅଛି ତାହା ସାର ସାର କଥା ଆପଣଙ୍କୁ କହିଦେବି ବାଛି ବାକି ପାଦ ପଡିବାରୁ ପାଦ ପୀଠ ପରା ବିମଳା ଦେବୀ ହୋଇଲା ଏବେ ଓଠ ପଡିବାରୁ ଉଚ୍ଚିଷ୍ଟ କ୍ଷେତ୍ର ଏହି କ୍ଷେତ୍ର ବୋଲାଇଲା ବାପା କେହି କେହି କହନ୍ତି ଇଏ ଏଠାରେ ପାଦ ପଡିଥିଲା ପାଦ ତେଣୁ ବିମଳାଙ୍କ କ୍ଷେତ୍ର ହଉଛି ପାଦ ପାଦ ପୀଠ ବାବା କିନ୍ତୁ କେହି କେହି କହନ୍ତି ଆଜ୍ଞା ମା ସତୀଙ୍କର ଓଷ୍ଠ ପଡିଥିଲା ଓଷ୍ଠ ଓଠ ପଡିବାରୁ ଆଜ୍ଞା। ଏ କ୍ଷେତ୍ର ହେଲା ଉଚ୍ଚିଷ୍ଟ କ୍ଷେତ୍ର ମା ଶଙ୍ଖୁଡି କ୍ଷେତ୍ର ଆଜ୍ଞା ଆପଣଙ୍କର ପୁରୀ କ୍ଷେତ୍ର ହଁ ର କେତେ ବାଟର କଥା ହଁ କୋଉଠି ଆପଣ ମାନଙ୍କୁ ନେଇ ପହଞ୍ଚିବାକୁ ହାय ପଡିବ। ସାରେ ପାଲା ଏତେ ଭିଡ ର ମୁଁ ଜାଣିଥିଲି ଆସିନଥାନ୍ତି ଗେଡରେ ଆଜ୍ଞା ଯିଏ ସମସ୍ତ କାମକୁ କୌଶଳରେ କରିଦବ ସିଏ ହଉଛି କୌଶଳୀ କୌଶଳୀ ହଁ ଆଜ୍ଞା ଆପଣ ମାନେ ଦେଖନ୍ତୁ ହଁ। ସେଇ ମା ସତୀଙ୍କର ଏ ଶରୀରକୁ 51 ଖଣ୍ଡ କରାଗଲା କରାଗଲା 2 ଖଣ୍ଡ ଓଡିଶାରେ ପଡିଲା ହଁ। ଗୋଟେ ଯାଜପୁରରେ ଆଉ ଗୋଟେ ପୁରୀରେ ଆଜ୍ଞା ଯାଜପୁର ସହିତ ପୁରୀର ପବିତ୍ର ସମ୍ପର୍କ ସମ୍ପର୍କ ର କେହି କେହି କହନ୍ତି ସାର୍ ସେତେବେଳେ ଆଜି ଆମ
ଜଣେ ଘୋଷକ ମହାଶୟ କହୁଥିଲେ ଆଜ୍ଞା ମୁଁ ବସି ସେଠି ଶୁଣୁଥିଲି ହଁ। ଯୋଉ ଭାଇ ଘୋଷଣା କରୁଥିଲେ ଆଜ୍ଞା ଆମେ ଥିଲି ଅଖଣ୍ଡ ପୁରୀ ଜିଲ୍ଲାର ଲୋକ ବାବା ନା ନାଇଁ ଆଜ୍ଞା ଆଜ୍ଞା ପୁରୀ ଖୋର୍ଦ୍ଧା ନୟାଗଡ଼ ଇଏ ଥିଲା ଅଖଣ୍ଡ ପୁରୀ ପୁରୀ ଜିଲ୍ଲା ଆପଣ ମାନେ ବି ପୁରୀ ଲୋକ ହଁ ହେଁ ଆଜ୍ଞା ସକଳ ଘଟେ ଛନ୍ତି ପୁରୀ ତେଣୁ ମୋ ଜିଲ୍ଲା ନାମ ପୁରୀ ତେଣୁ ମୋ ଜିଲ୍ଲା ନାମ ପୁରୀ ତେଣୁ ମୋ ଜିଲ୍ଲା ନାମ ପୁରୀ ସେଇ ଇଏ ତତ ପରେ ଭଗବାନ ଶିବ ସତୀ ଗଲା ପରେ ଯାଇ ତପସ୍ୟା କଲେ ଇଏ କଥା ତ ମୋ ଶରତ ଭାଇ କାହିଁ ତୁମ ପାଖରୁ ମୁଁ ଶୁଣିବାକୁ ପାଇଲିନି ନା ସତୀ ଇଏ ଖଣ୍ଡ ଖଣ୍ଡ ହେଲା ପରେ ଭଗବାନ ଶିବ ଯାଇ ତପସ୍ୟା କରୁଛନ୍ତି କରୁଛନ୍ତି ତପସ୍ୟା କରିବା କାଳେ ହେଲା ଇଏ ଦେବତା ମାନେ ଚିନ୍ତା କଲେ ଭଗବାନ ଶିବଙ୍କର ଏ ତପସ୍ୟା ଭଗ୍ନ କରିବାକୁ ପଡିବ ନାଇଁ ଆଜ୍ଞା କନ୍ଦର୍ପକୁ ପଠେଇଲେ ଆଚ୍ଛା ଭାଇ କଣ ଆଜି କହିଲେ କୋଉ ଆପଣ ମାନେ କୁମାର ସମ୍ଭବରେ ଶୁଣିଛନ୍ତି କି ଯେତେବେଳେ କନ୍ଦର୍ପ ଗଲା ରହ ରହ କହୁ କହୁ କା କି ଗଲା ଇନ୍ଦ୍ର ଅଟଳ ଖମ୍ବକୁ ଚହଲା ରହ ରହ କହୁଛନ୍ତି ଆପଣ ମାନଙ୍କର ରତି ଗୋଟେ କନ୍ଦର୍ପ ବାଣବିଦ୍ଧ କରୁଛନ୍ତି ବାବା ରଥ ଶର୍ମା କହୁଛନ୍ତି ରହ ରହ କହୁ କହୁ କା କାଣ୍ଡ ଛିଟିକି ଗଲା ଗଲା। ଯତୀନ୍ଦ୍ର ଅଟଳ ଖମ୍ବକୁ କିବା ଚହଲାଇଲା ହେଲା ଯତୀନ୍ଦ୍ର ଅଟଳ ଭଗବାନ ଶଙ୍କର ଆଜ୍ଞା। ଯୋଗାରୂଢ ପୁରୁଷ ପୁରୁଷ ଭଗବତୀ ଶଙ୍କର ନାଏ ଭଗବତୀ ମାୟା ଯୋଗମାୟା ନାହାନ୍ତି ନା ଭଗବାନ ବସିଛନ୍ତି ଆହା ସେଇ ସମୟରେ ହେଇଛି କଣ କଣ ଆସେ ଗିରି କୁମାରୀ ଆସେ କି କୁମାରୀ ଆସେ ଗିରି କୁମାରୀ ଆସେ କି କୁମାରୀ ସଙ୍ଗତେ ସହଚରୀ ସଙ୍ଗତେ ସହଚରୀ ତଳେ ପୂଜା ଥାଳି ଧରେ ହାତରେ ପୂଜା ଥାଳି ଧରେ ଗୁରୁନି ରେଖି କରି ଦୁରୁନି ଲେଖି ପାରି କନ୍ଦର୍ପ ଚାପ ଧାରି ସଂକେତ ଚାପ ଧାରି ମନରେ ମନ୍ତ ବିଚାରି ମନରେ ମନ୍ତ ବିଚାରେ ସେଇ ସମୟରେ ମା ସତୀ ଦୁଇ ଜଣ ସହଚରୀଙ୍କି ନେଇ ଯାଇ ଭଗବାନ ଶିବଙ୍କର ପୂଜା ଆରାଧନା କରିବା ପାଇଁ ପହଞ୍ଚନ୍ତି ବାବା ଏତିକି ବେଳେ କନ୍ଦର ଭାବିଲା ମଦନ ଏ ଜଗ ପାଗ ବୋଧେ ଆଘ ଅଣଲେ ଉଟା ମୋ ମାର କଣ ଆଜ ଏ ହେବ କି ବ୍ୟାଧ ପାଲାର ମୂଳ ସ୍ୱରକୁ ଆସୁନ ପାଲାର ଗୋଟେ ସ୍ୱତନ୍ତ୍ର ସ୍ୱର ଅଛି ଆଉ କେତେ ଜଣ ଗାୟକ ଗାୟିକା ଆମ ଭାଇମାନେ ଇଏ ମୂଳ ସ୍ୱରକୁ ଛାଡ଼ି ଆମେ ଗପଟପରେ କରିଦେଲେ ଚାଲି ଯାଉଛି ଆଜ୍ଞା କିନ୍ତୁ ସାନ ଭାଇ ଆଜି ଛାନ୍ଦ ଚୌପଦୀ ବୋଲୁଥିଲେ ହଁ ବୋଲିବାର କିନ୍ତୁ ଗୋଟା ମାର୍ମିକ କଥା ଅଛି ଆଉ ମୁଁ କାହିଁକି ଏ କଥା ଆପଣ ମାନଙ୍କୁ କହି କହି ଏତେ ବାଟ ଆଣିଲି ଜ୍ଞାନୀ ମଣ୍ଡଳୀ କହିବାର ଉଦ୍ଦେଶ୍ୟ ଇଏ ମା ପାର୍ବତୀ ବା ଉମା ଆଜ୍ଞା ପବିତ୍ର ବଂଶ ଉଦ୍ଭବ ବୋଲି ପାର୍ବତୀ ହଁ ଉ ମା ମା କହିଲେ ଉ ଶବ୍ଦର ଅର୍ଥ ହଉଛି ଡର ଡର ହେ ଉମା ତୁ ସେ ତପସ୍ୟା କରିବାକୁ ଯାନା ଯାନା। ତେଣୁ ପରବର୍ତ୍ତୀ ସମୟରେ ତାଙ୍କ ନାଁ ହଉଛି ଉମା ଉମା ମୁଁ ସିଆଡ଼ିକି କହୁନି ନା ମା ପାର୍ବତୀ ଯାଇ ଏ ଭଗବାନ ଶିବଙ୍କୁ ବରଣ୍ୟ ପଣ୍ଡିତ ମଣ୍ଡଳୀ ପୂଜା ଥାଳି ଧରିଛନ୍ତି ବାବା ବାବା ଏତିକି ବେଳେ ମଦନ ଦେଖିଲା ହଁ। ବା କନ୍ଦର୍ପ ଦେଖିଲା ଦେଖିଲା। କହିଲା ଇଏ ଭାବିଲା ମଦନ ଏ ପାଗ ଯୋଗ ଆଜି ଯେ ଜାଗ ଆଇରେ ଜଗା ନିଜେ ଯାଗ ଅଣଲେ ଉଠା ମୋ ମାର୍ଗଣ ଆଜି ହେବ କି ବ୍ୟାଜ ଆଇରେ ଯାଏ ବକି ଯାଗ କନ୍ଦର୍ପ ଦେଖିଲା ଏଇଟା ହଉଛି ମୋ ପାଇଁ ଏକ ସୁଯୋଗ କାହିଁକି ଜଣେ ପୁରୁଷ ପ୍ରେମ କରିବା ପାଇଁ ହେଲେ ଜଣେ ନାରୀର ଆବଶ୍ୟକତା ଅଛି କହିଲା ଜଣେ ନାରୀ ଆସିଛି ଏତିକି ବେଳେ ତାଙ୍କ କୁତିକି ଆମ ଭାଲୁଆ ମାଡ଼ି ବସିଛି କହିଲା ରହ ରହ କହୁ କହୁ କା କାଣ୍ଡ ଛିଟିକି ଗଲା ଆଇରେ କାଣ୍ଡ ଛିଟିକି ଗଲା ଇନ୍ଦ୍ର ଅଟଳ ଖମ୍ବ
ଶିବକୁ କିବା ଚହଲାଇଲା। ହାଇରେ କିବା ଚହଲାଇଲା। ଆଉ ଶରତ ଭାଇ କାହିଁକି ଏ କଥା ମଉସା ମାନେ କହୁଥିଲି? ଶରତ ଭାଇ କହିଲେ ଯେତେବେଳେ କନ୍ଦର୍ପ ବାଣ ବିଧ କଲା ସେତେବେଳେ ଗୋଟେ ଗଛ ଉପରେ ଚଢିଥିଲା। ଚଢିଥିଲେ ହଁ ରସାଳ ଆମ୍ବ ଗଛ। ଆମ୍ବ ଗଛ ଉପରେ ଆଚ୍ଛା କନ୍ଦର୍ପ ଯାଇକି ଆମ୍ବ ଗଛ ଉପରେ ବସିକିରି ଭଗବାନ ଶିବକୁ ବାଣ ବିଧ କଲା। ବୋଲେ ଗୋଟେ ରସାଳ ଗଛ ଥିଲା। ଆଜ୍ଞା ଠିକ ମନେ ରଖିଛି। ରସାଳକୁ ଆମ୍ବ ଗଛ କୁହାଯାଏ। କୁହାଯାଏ। ଆଜ୍ଞା। ବୋଲେ ସେ ଆମ୍ବ ଗଛ ଉପରେ ବସିଥିବାରୁ ଯୋଉ ଶିବଙ୍କର ତୃତୀୟ ନେତ୍ରର ବର୍ଣ୍ଣି ନିର୍ଗତ ହେଲା। ଆଜ୍ଞା ହୁଁ, ହଁ 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 ର ଆଜ୍ଞା ଡାଳ ଡାଳ ସହ ମଣିଷ ଜଳିଲା। ଡାଳସ ମଣିଷ ଜଳିଲା ଜଳିଗଲା। ନହେଲେ ଜଳିବ କେମିତି? ସତ କଥା ଆଜ୍ଞା। ସାର୍ ଆପଣ ତ କହିବେନି ମୁଁ ଜାଣିଛି, କାରଣ ଆପଣ ଦି ପଟକୁ ରହିବେ ନିଶ୍ଚିତ। ହଁ ହଁ କାହାକୁ ବଡ କାହାକୁ ସାନ କାହିଁକି କହିବେ? ମାନେ ବାଲାନ୍ସ କରିବେ। ର ଆପଣ ମାନେ ବିଚାର କରିବେ କୋଉ ବହିରେ ଲେଖା ଅଛି। ମୁଁ କାହିଁ କୁମାର ସମ୍ଭବ ପଢି ଏକଥା ଜାଣି ନାହିଁ ନା ବା ମୋ ଗୁରୁ ମାନଙ୍କ ଠାରୁ ମୁଁ ଯାହା ପାଇଛି। ଯେମିତି ସିଏ କହିଲେ କଣ ପଟାଙ୍ଗ ହଉଛନ୍ତି ଏ ତାରକାସୁରର ବାପାଙ୍କ ନାଁ ହଉଛି ପଟାଙ୍ଗ କହିଲେ, କିନ୍ତୁ ମୁଁ କହୁଛି ବଜ୍ରନଖ। କେତେ ସତ କେତେ ମିଛ ଆପଣ ମାନେ ବିଚାର କରିବେ। ଆପଣ ମାନେ ତାଙ୍କ ମା ନା କହିଲେ ଭାମିନୀ। ହଁ ମା ନା କୌଣସି ଥରେ ଲେଖା ନାହିଁ। ସେ ଭାମିନୀ ଶବ୍ଦ କୋଉଠୁ ଗୋଟେ ବାହାର କଲେ କରଲି ର ପୁଣି କହିଲେ ହଁ କନ୍ଦର୍ପ ଇଏ ଆମ୍ବ ଗଛ ଉପରେ ଚଢି ଭଗବାନ ଶିବଙ୍କୁ ଶରବିଦ୍ଧ କଲା। ଏବେ ସେତେବେଳେ ପରା ପଣ୍ଡିତ ମଣ୍ଡଳୀ ବସନ୍ତ ଋତୁ ନ ଥିଲା ପରା ଆମ୍ବ ଗଛ ଏବେ ରସାଳ ହୋଇବ। ଭଲା ସେ ସମୟଟା ତ ବସନ୍ତ ଋତୁ ବି ନଥିଲା। ନା ବସନ୍ତ ଆସିଲେ ହଁ ଅଦିନରେ ବସନ୍ତ ସେଠି ବହୁଥିଲା। ହଉଥିଲା ଅଦିନରେ ବସନ୍ତ ଆଉ କହିଲା ସଖା ମୋହର ବସନ୍ତ ଅନନ୍ତ ମହିମାବନ୍ତ। କନ୍ଦର୍ପ କହୁଛନ୍ତି ମୁଁ ଯୋଉଠିକି ଯିବି ମୋ ସଖାକୁ ଡାକିବି। ଡାକିନି କାହିଁକି କାହିଁକି? ନା ବସନ୍ତ ଋତୁ ଆସିଲେ କନ୍ଦର୍ପ ଆଜ୍ଞା ବାଣ ବିଦ୍ଧ ଆଉ କରିବ। ବସନ୍ତ ନ ଦ୍ରୁମାସୁ ପୁଷ୍ପା ସଲିଳେଷୁ ପଦ୍ମ ସୁକାମା ପବନେ ସୁଗନ୍ଧେ শীত প্রদেশ দিবসাসী রম্য সর্বে প্রিয় চারুতরে বসন্ত। বাপা মান তাহলে সে সময় তো বসন্ত নথলা। এ আম্ব গছ উপরে কাইকি কন্দর্প চড়িকি মারলে? ଆଜ୍ଞା যাহা ମୁଁ କହୁନାହିଁ ମୋ ଶରତ ଭାଇ କଣ ଭୁଲ ଠିକ କହିଛି। ହଁ ହଁ ଆମେ ଯାହା ଗୁରୁ ମୁଖରୁ ଶୁଣିଛୁ କୁମାର ସମ୍ଭବ ପଢିଛୁ ବାବା। ଆଗପଟେ ମା ସତୀ ଅଛନ୍ତି। ଅଛନ୍ତି ଆଚ୍ଛା ଯେତେବେଳେ ଶିବଙ୍କର ତୃତୀୟ ନେତ୍ରରୁ ବର୍ଣ୍ଣି ନିର୍ଗତ ହେଲା ହେଲା ତାହେଲେ କାହାକୁ ପଣ୍ଡିତ ମଣ୍ଡଳୀ ଏବେ ଆଗେ ପଡିବ? କାହିଁ ପାଇଁ ଏବେ କନ୍ଦର୍ପ ପଡିଲା କହିଲ ନାହିଁ? ମୁଁ ଆପଣ ମାନଙ୍କୁ ସେ ଦିଗକୁ ନଉନି, ନା ଏତିକି ସୂଚେଇ ଦଉଛି ଆଜ୍ଞା ବାପା ମାନେ ଆଗପଟେ ମା ସତୀ ଏ ପାର୍ବତୀ ଅଛନ୍ତି, ହଁ ହଁ ପୂଜା କରୁଛନ୍ତି ଭଗବାନ। ଆଜ୍ଞା ପୂଜା କରି କରି ହେଲା ଯେତେବେଳେ ତଳେ ମୁଣ୍ଡିଆ ମାରିଛନ୍ତି, ହଁ ମୁଣ୍ଡିଆ ମାରିବା କାଳରେ ହେଇ। ଜଣେ ମୁଣ୍ଡିଆ ମାରିବା କାଳରେ ଆଣ୍ଠୁ ପକେଇବା ମା ପାର୍ବତୀ ମୁଣ୍ଡିଆ ମାରୁଛନ୍ତି। ବାବା। ଏତିକି ବେଳେ ଭଗବାନଙ୍କର ତୃତୀୟ ନେତ୍ରରୁ ହଁ। ଅଗ୍ନି ସ୍ଫୁଲିଙ୍ଗ ଇଏ ବାହାରିଲା। ହଁ, ହଁ। କନ୍ଦର୍ପକୁ ଆଜ୍ଞା ଭସ୍ମ କଲା। କଲା ଆଚ୍ଛା ସେଠି ତ ରହିଲେ କିଏ? କନ୍ଦର୍ପ କନ୍ଦର୍ପ। ଆଜ୍ଞା ସେଠି କେମିତି ଭସ୍ମ ହବ? ହେ ନା ହବ ସେଇଟା ହବ ନେଇ ଆଁ? ହବ ନେଇ ଆଉ ନାହିଁ ଉଭାଇ ଗଲା ଖାଲି କୂଳ ସମ୍ଭାର। ଅଲକ ମାତ୍ରକେ ହୋଇଲା আজ ভস্ম পলকে মাত্রকে ভস্ম কুড় হইগলে। কন্দর্প পলকে মাত্রকে ভস্ম হইগলে। জ্ঞানী মণ্ডলী দেবতা ମାନଙ୍କ ପାଇଁ ଯେ ପରହିତ ସାଧନ କରିବା ପାଇଁ ଆସିଥିଲେ। ହଁ ହଁ
কাপুরুষ পরি মরিবা জগতে হে নর পৌরুষ সাধি মরন্তি জগতে সেই একা সুপুরুষ কাপুরুষ পরি মরিবা জগতে এ মনুষ্য জন্ম হইনি কাপুরুষ পরি মরিব ହଁ পরহিত সাধি মরে যে জগতে সেই একা সুপুরুষ ବାଃ ବାଃ যে পরহিত সাধন কলা আপন মানকর গোপবন্ধু কোন কইলে কোন কইলে? কলা নিজ স্বার্থ লাগি জাত নুহে হিন্দু নিজ স্বার্থ লাগি জাত নুহে হিন্দু বিশ্ব হিতে তার প্রতিরক্ত বিন্দু বিশ্ব হিতে তার প্রতিরক্ত বিন্দু ଆମେ ତ ସମସ୍ତେ ସ୍ୱାର୍ଥ ନିଶ ଲୋକ ଆଜ୍ଞା ଆଜ୍ଞା ଆମ ସ୍ୱାର୍ଥ ଭଲ ତ ଆମେ ଭଲ ଭଲ ତ୍ୟାଗ କାଇଁ କାଇଁ ତ୍ୟାଗ ଅଛି ନା ଏଣେ ଦେବତା ମାନେ ଆକାଶ ମଣ୍ଡଳରେ ଥିଲେ ନଭମଣ୍ଡଳରେ ଥିଲେ କ୍ରୋଧ ପ୍ରଭୁ ସଂହାର ସଂହାରତି ସେ ଶ୍ଲୋକ ପଢିଛନ୍ତି ଆମ ଶରତ ବା ହେ ପ୍ରଭୁ କ୍ରୋଧ ସଂହାର କରନ୍ତୁ କିନ୍ତୁ କହିଲା ବେଳକୁ ଆଉ କିଛି ଆଜ୍ଞା ନଥିଲା କନ୍ଦର୍ପ ଭସ୍ମୀଭୂତ ହେଇଯାଇଥିଲେ ଆଜ୍ଞା ହେ ଜ୍ଞାନୀ ମଣ୍ଡଳୀ ସେଇ ଏକା ପୁଣ୍ୟ ଜନ ଯିଏ ପର ପାଇଁ କାମ କରେ ଯିଏ ପରର ଉପକାର କରେ করে ଉପକାର କାର କର ବା ନ କର ଅପକାର কর কর নাহি হে ପ୍ରଶଂସା କାହାର করবান কর ভুল না গানিন্দা গায়ে হে କାନ୍ଦୁଛନ୍ତି ମା ରତି ଭସ୍ମ ଗୁଡ଼ିକ ଆଣି ଦେହରେ ବୋଳି ହେଇଯାଉଛନ୍ତି আহা କନ୍ଦର୍ପ ଦର୍ପ କନଙ୍ଗ କାମ ପଞ୍ଚ ସ୍ମର ସ୍ମର ତ ଭଗବାନଙ୍କର ଏ କନ୍ଦର୍ପଙ୍କର ଅନ୍ୟ ନାମ ହେଉଛି ଅନଙ୍ଗ ହଁ ଯାହାର ଅଙ୍ଗ ନାହିଁ ସେ ଅନଙ୍ଗ ଅନଙ୍ଗ ତେଣୁ ସେଦିନ ଦେବତା ମାନେ ସାନ୍ତ୍ୱନା ଦଉଛନ୍ତି ହେଲା। ଏ ସତୀ ତୁମକୁ ଅପେକ୍ଷା କରିବାକୁ ପଡିବ ପଡିବ କାହିଁକି କାହିଁକି? ନା ଆଉ ଗୋଟା ପୁଣି ୟା ସମୟରେ କେତେବେଳେ କେତେବେଳେ? ଦ୍ୱାପର ଯୁଗ ହବ ହବ। ଭଗବାନ କୃଷ୍ଣ ଅବତାର ନେବେ ହଁ। ଭଗବାନ ବିବାହ କରିବେ ହଁ ତାଙ୍କର ଠାରୁ ଜନ୍ମ ହବ କିଏ ପ୍ରଦ୍ୟୁମ୍ନ ପ୍ରଦ୍ୟୁମ୍ନ ଆଜ୍ଞା। ସେଇ ପ୍ରଦ୍ୟୁମ୍ନ ଜନ୍ମ ହେଲେ ହେଲେ ତୁମେ ଯାଇ ତାଙ୍କୁ ବିବାହ କରିବ କନ୍ଦର୍ପଙ୍କର ଅଂଶରୁ ହିଁ ପ୍ରଦ୍ୟୁମ୍ନଙ୍କର ଜନ୍ମ ହବ ବସେ ତେଣେ ସମ୍ଭରାସୁର ଯେ ଚୋରି କରି ଆଜ୍ଞା ରତି ଦେବୀଙ୍କୁ ଯେ ନେଲା ସମୟ ନାହିଁ ভোলা ସମ୍ଭରାସୁର ନେଇଛି ରତିଙ୍କି ଆଜ୍ଞା ଆଜ୍ଞା ମା ରତି କହିଛନ୍ତି ଯଦି ମୋତେ ଆପଣ ଆଣିଲେ କିନ୍ତୁ ମୋର ଏକ ବ୍ରତ ଅଛି ଯେ ପର୍ଯ୍ୟନ୍ତ ଏ ବ୍ରତ ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ତୁମେ ମୋ ଅଙ୍ଗ ସ୍ପର୍ଶ କରିବ ନା ଏଣେ ଯୁଗକୁ ଯୁଗ ଏହି মতে যুগকু যুগ এই মতে পরমানন্দ এ জগতে পরমানন্দ এ জগতে দুষ্ট বাড়ি সন্ত ভারু দুষ্ট নিবারি সন্ত কলা যুগକୁ যুগ ଏହି মতে যুগকু যুগ এই মতে ଏ ପରମାନନ୍ଦ এ জগতে ଭଗବାନ ବାରମ୍ବାର ମର୍ତ୍ତ୍ୟପୁରରେ ଦେହ ଧାରଣ କରିଛନ୍ତି ସେଇଭଳି ଭଗବାନ କୃଷ୍ଣ ଅବତାର ହେଲେ ବରଣ୍ୟ ପଣ୍ଡିତ ମଣ୍ଡଳୀ ତାଙ୍କ ଠାରୁ ଜନ୍ମ ହେଲେ କିଏ ନା ପ୍ରଦ୍ୟୁମ୍ନ ଆଜ୍ଞା ଜଗତ ଭାଇର ଟିକେ ଦେହ ଖରାପ ଅଛି ଔଷଧ ଖାଇକି ମୋ ଭାଇ ଆସିଛି କଣ କରିବେ ଜାତ বনি ভাগে জগত অনুরাগে জাত বনি ভাগে বোলাও জগ তর নাথ বোলাও
ନିଜର ହିତ ପାଇଁ ଜଗନ୍ନାଥ ବାରମ୍ବାର ମର୍ତ୍ତ୍ୟ ଭୂମିରେ ଜନ୍ମ ନିଅନ୍ତି। ହଁ ସେ ପ୍ରଭୁ ଦ୍ୱାପର ଯୁଗର ଲୀଳାବତାରୀ ଭଗବାନ କୃଷ୍ଣ ଜନ୍ମ ହେଲା ପରେ କନ୍ଦର୍ପ ତାଙ୍କ ଘରେ ଜନ୍ମ ହୋଇଛନ୍ତି ଆଜ୍ଞା। ବାପାରେ ପ୍ରଦ୍ୟୁମ୍ନ ନାମରେ। ଆଉ ଏପଟେ ସମ୍ବରାସୁର ସହିତ ଭଗବାନଙ୍କର ଯୁଦ୍ଧ ହୁଏ। ବାସ୍ ବଳରାମ ସମ୍ବରାସୁରକୁ ମାରନ୍ତି ହଁ ନା ଆଜ୍ଞା। ସମ୍ବରାସୁର କୁମାରୀ ଇଚ୍ଛାପୁରେ ରହି ଇଚ୍ଛାପୁରେ ରହି ଏବେ ଇଚ୍ଛାପୁରେ ରହି ଇଚ୍ଛାପୁରେ ରହି ଏବେ ଇଚ୍ଛାପୁରେ ରହି ହୋଇଛ ଗୋସାଇଁ ଏବେ ହୋଇଛ ଗୋସାଇଁ। ମୂଷା ସମ୍ବରାସୁର ମଲା ଉଦ୍ଧାର ହେଲେ କିଏ ନା ଭଗବାନଙ୍କର ପୁତ୍ରବଧୂ ଯାଙ୍କ ନାମ ହଉଛି ରତି। ଆଜ୍ଞା ତାହେଲେ ଏଠି ଆହୁରି ଗୋଟାଏ କଥା ଆଜ୍ଞା ଟିକେ ଅଡୁଆ ଲାଗିଲା। ଲାଗିଲା ଆମ ଶାସ୍ତ୍ର କନ୍ତି ବୟୋଜ୍ୟେଷ୍ଠ ବର ପୂର୍ବା ନାମୀ ସୌଗୋତ୍ରିକା। ବୟୋଜ୍ୟେଷ୍ଠ କନ୍ୟାକୁ ବିବାହ କରିବନି ନା ତାହେଲେ କନ୍ଦର୍ପ ଏଠି ପ୍ରଦ୍ୟୁମ୍ନ କିପରି ରତି ଦେବୀ କି ଯେ ବିବାହ ହୋଇଲେ ଯେଉଁପରି ଏବେ ରେବତୀ ମାତାଙ୍କୁ ବିବାହ କଲେ ବଳରାମ। ହଉଛି ନା ନାଇଁ ମଉସା? ଏ କଥା ତ ଆମେ ସିଆଡେ ଦିଗରେ ଆଲୋଚନା ନାହିଁ। ଆଜ୍ଞା ଏପଟେ ରତି ପାଇଲେ କନ୍ଦର୍ପକୁ ବାସ୍ ସେପଟେ କାହିଁକି ବାକିଆ ରହିବ ନା ସେପଟେ ଭଗବାନ ଇଏ ଯେତେବେଳେ କନ୍ଦର୍ପ ଭସ୍ମୀଭୂତ ହେଇଗଲେ ବାପା ମା ପାର୍ବତୀଙ୍କର ସମସ୍ତ ଆଶା ମଉଳିଗଲା। ମଉଳିଗଲା ଆଉ ନାଇଁ ଏ ଯୋଗାରୂଢ ପୁରୁଷ ଏ ଯୋଗରେ ରହିବେ ୟାଙ୍କୁ ପାଇବା ସମ୍ଭବ ନୁହଁ। ନା ତେଣେ ଯାଇ ମା ସତୀ ଏ ତପସ୍ୟା ଆରମ୍ଭ କଲେ। କଲେ ଏଠି ହଉଛି ପାର୍ବତୀ ତପସ୍ୟା। ବାବା ମା ପାର୍ବତୀ ତପସ୍ୟା କଲେ। ଆଜ୍ଞା ଭଗବାନ ଦିନେ ବଟୁ ରୂପ ଧାରଣ କରି ତାଙ୍କ ନିକଟରେ ପହଞ୍ଚିଲେ ଇଏ କେତେ ଅନେକ ପ୍ରକାର ଛଳ କହିଲେ। ହଁ। ବପୁ ବିଲୁପାକ୍ଷ ମା ଲକ୍ଷ୍ୟ ଜନ୍ମତା ତେନ ନ ବିଦ୍ୟତେ ବସ। କହିଲେ ତାଙ୍କର କଣ ରୂପ ଅଛି ନା ନା ତାଙ୍କର କଣ ବେଶ ଅଛି ନା ଘର ଅଛି ନା କଣ ଅଛି ଯେ ତମେ ତାଙ୍କୁ ଏତେ ଭଲ ପାଉଛ? ପାଉଛ କଣ ତାଙ୍କର ବାରମ୍ବାର ଅଛି? ବାରମ୍ବାର ଯେତେବେଳେ ଏ ମା ପାର୍ବତୀଙ୍କୁ କହିଛନ୍ତି ବ୍ରାହ୍ମଣ ବେଶ ଧରି ଯାଇଥିବା ବଟୁ ସେତେବେଳେ ମା ପାର୍ବତୀ କହିଛନ୍ତି ବାଃ କହିଲା ସ୍ୱାମୀ ନିନ୍ଦା ଏବେ ଶୁଣିବା ସ୍ଥାନରେ କ୍ଷଣେ ମାତ୍ର ନ ରହି ରହିବା ପାତ ହୋଇଲେ ତ୍ୟାଗ ଯେ କରିବ ଭାଇ କାହୁଁବା ଯିବା ସ୍ୱାମୀ ନିନ୍ଦା ଶୁଣି ମା ପାର୍ବତୀ ଯେତେବେଳେ ଅନ୍ୟ ଜାଗାକୁ ଯିବାକୁ ବାହାରିଲେ ସେତେବେଳେ ବଟୁ କହିଲେ ବା ବ୍ରାହ୍ମଣ କହିଲେ କହିଲେ ହେ ପାର୍ବତୀ ତୁମେ ଯା ନା ମୁଁ ଦିନେ ତୁମ ପୁରକୁ ମୋ ସଦଳ ବଳେ ପ୍ରବେଶ କରିବି। ତାପରେ ଭଗବାନ ନିଜ ଏ ରୂପ ଧାରଣ କରିଛନ୍ତି ଭଗବାନ ଶିବ। ଆଜ୍ଞା ଆଉ ମା ପାର୍ବତୀଙ୍କୁ କଥା ଦେଇଥିବାରୁ ସେଦିନ ହିମାଳୟ ଗୃହରେ ଭଗବାନ ଶଙ୍କର ଶିବ ଆଜ୍ଞା ଯାଇ ପହଞ୍ଚନ୍ତି। ଆଉ ମା ପାର୍ବତୀଙ୍କର ଶିବଙ୍କର ମିଳନ ହୁଏ। ତତ୍ପରେ ହେଲା ସାଢେ ଗୋଟେ ପରେ ଟାଇମ ହେଲାଣି ଆଉ ହବ ତତ୍ପରେ ଭଗବାନଙ୍କର ମିଳନରୁ ଭଗବତୀଙ୍କର ମିଳନରୁ ଭଗବାନ ଭଗବତୀ ମିଳନରୁ ବାବା ରେତ ସ୍ଖଳିତ ହେଲା। ସେଇ ରେତ ଇଏ କଣ ହେଲା ନା ଏପଟେ ଷଢ଼ କୃତିକା ସମୁଦ୍ରରେ ସ୍ନାନ କରୁଥିଲେ। ସେଇ ରେତ ସମୁଦ୍ର କୂଳରେ ଅଗ୍ନି ଭଳି ଜଳୁଥିଲା। ଷଢ଼ କୃତିକା ମାନଙ୍କ ଦେହର ଉତ୍ତାପ ପାଇଁ ସେମାନେ ଯେତେବେଳେ ଅଗ୍ନି ନିକଟକୁ ଗଲେ ଏଇ ବ୍ରହ୍ମ ଆଜ୍ଞା ପ୍ରବେଶ କଲା। ଷଢ଼ କୃତିକା ଇଏ ଗର୍ଭ ଧାରଣ କଲେ। ସେଇଠି ଛୁଆ ଜନ୍ମ ହେଲା। 6ଟା ଛୁଆ 6ଟା ମାଙ୍କ ଠାରୁ ଜନ୍ମ ହେଲା। ଗୋଟାଏ ଠାରେ ରଖିଦେଇ ସେ ଛୁଆକୁ ହସେଇ ଦେଲେ। ମା ପାଇଲେ ତାକୁ ଉଦ୍ଧାର କଲେ। ତେଣୁ କରି ପଣ୍ଡିତ ମଣ୍ଡଳୀ ଏବେ କାର୍ତ୍ତିକେୟଙ୍କର ଷଢ଼ ମୁଖଟି ହୋଇଲା। ଜଣେ ମା ଗର୍ଭରୁ 6ଗୋଟି ପୁଅ ଏପରିଟି ଜନ୍ମ ହେଲା। ପାଳନ ପରେ ସେଇ ପୁଅ ଆପଣ ମାନଙ୍କର ତାରକ ରାକ୍ଷସକୁ ବଦ୍ଧ କଲେ। ଆଜ୍ଞା ଆଜ୍ଞା
কলা জগবন্ধু অন্ধার কোণা কোণা জগবন্ধু অন্ধার কোণা ভাল মন্দ তোতে নগলা জনা জগবন্ধু অন্ধার কোণা ভাল মন্দ তোতে নগলা জনা জগবন্ধু অন্ধার কোণা যেতে সারু মারু অখাদ্য কখারু যেতে সারু মারু অখাদ্য কখারু মহাপ্রসাদরে করিলু কোণা জগবন্ধু অন্ধার কোণা ভাল মন্দ তোতে নগলা জনা জগবন্ধু অন্ধার কোণা ବେଳେ ଲମ୍বোଦର କରୁଅଛି ଅଳି ଭଲ ମନ୍ଦ তোতে ହରିବୋଲ ସହିତରେ ଦେବେ ରାମ ତାଳି এ ଭଲ মন্দ তোতে ହରିବୋଲ ହୁଳହୁଳି ଏକ ସ୍ୱରେ ହେବ এ ଭଲ মন্দ তোতে ଚିରଦର ବାର ଗୋଟି উছুଳି পড়িব ভাল মন্দ তোতে ବୋଲ ଦିନ ଜନ ଶରଣ ରକ୍ଷଣ ମହାବାହୁ বাহু ସର୍ବେ କୋଶ୍ୱରେ ଆନନ୍ଦ ସାଗରେ ପୀର ଦରବାରେ ହରିବୋଲ ହୁଳହୁଳି দিয় ଏ ବିଶ୍ୱର ଦୁଃଖ ଦୂର ହେଉ হরি ওম